କରିଦିଅନ୍ତୁ। ଆଉ ସେହି ବାକ୍ୟକୁ ଆମମାନେ ଶୁଣିବା ନିମନ୍ତେ ସ୍ୱାଗତ କରୁ ଆମମାନଙ୍କର ପ୍ରିୟ ଅତି ପ୍ରିୟ ବ୍ରଦର ଅଶ୍ୱିନ କୁଶୁଲିଆ। ଆମମାନେ ପ୍ରଭୁଙ୍କୁ ଧନ୍ୟବାଦ ଦେବା। କରତାଳ ସହ ସ୍ୱାଗତ କରିବୁ ବ୍ରଦର ଅଶ୍ୱିନୀ କୁଶୁଲିଆ। ପ୍ରେଜ୍ ଦ ଲର୍ଡ। ତଥାପି ଯାହା ବି ହଉ ମୋ ଆବାଜ ଆପଣମାନେ ଆଉ କ୍ଲିୟରଲି ଶୁଣି ପାରୁଥିବେ ବୋଲି ମୁଁ ବିଶ୍ୱାସ କରୁଛି। ହଁ, ଶୁଭାଯାଉଛି। ଆସନ୍ତା ବାକ୍ୟକୁ ଯିବା ପୂର୍ବରୁ ଛୋଟ ପ୍ରାର୍ଥନା କରିବା। ସାମರ್ಥ୍ୟ ପିତା ପରମେଶ୍ୱର ପ୍ରଭୁ ତୁମର ମହାନ ନାମକୁ ଧନ୍ୟବାଦ ଦେଉଛି। ପ୍ରଭୁ ସୁନ୍ଦର ସୁଯୋଗ ସୁନ୍ଦର ସମୟ ଦେଲା ପ୍ରଭୁ ତୁମର ଚରଣ ତଳକୁ ଆସିବା ପାଇଁ। ପ୍ରଭୁ ଆଜି ତୁମ ଆଶ୍ଚର୍ଯ୍ୟ ଭାବେ ପ୍ରଭୁ ସ୍ତୁତି ଆରାଧନା ତୁମେ ପାଇଛ। ପ୍ରଭୁ ସ୍ପେଶାଲ ଦ୍ୱାରା ତୁମେ ମହିମା ପାଇଛ। ଆଉ ତୁମ ସେ ଜୀବନ୍ତ ଗୀତ ସହିତ ସେ ବାକ୍ୟ ଠାରୁ ମଧ୍ୟ ଆମକୁ କଥା କହିଛ। ପୁଣି ପିତା ପରମେଶ୍ୱର ଆଉ ପୁଣି ଥରେ ପ୍ରଭୁ ଆଉ ତୁମ ସେ ଜୀବନ୍ତ ବାକ୍ୟ ଆମେ ଅଳ୍ପ ସମୟ ତୁମକୁ ଶୁଣିବୁ। ପ୍ରଭୁ ଆମେ ତୁମର ଶବ୍ଦ ଶୁଣିବା ପାଇଁ ଚାହୁଁଛୁ। ତୁମେ ଆମମାନଙ୍କୁ କଥା କୁହ। ଆମେ ଏଠାରେ ଯେତେ ଜଣ ବସିଛୁ ଆଉ ପ୍ରତ୍ୟେକଙ୍କୁ ପ୍ରଭୁ ଯାକୁ 1 ପର୍ବ 19 ପଦ ଅନୁଯାୟୀ ଆମ ଜୀବନରେ କାମ କର ପ୍ରଭୁ। ଶୁଣିବାରେ ତତ୍ପର ହେବା ପାଇଁ ସାହାଯ୍ୟ କର। ରହିଥାଇପାରେ ବାକ୍ୟ ଆମେ ଅନେକ ଥର ଶୁଣିଥାଇପାରୁ, ତଥାପି ଶୁଣିବାରେ ତତ୍ପର ହେବା ପାଇଁ ତୁମ ଅନୁଗ୍ରହ କର। ଧନ୍ୟବାଦ ପ୍ରଭୁ। ମୋତେ ତୁମେ ତୁମ ସେ ବିଷୟର ପଛରେ ଲୁଚାଇ କରି ପ୍ରଭୁ ତୁମେ ଆଜି ପ୍ରକାଶ କର। ସବୁ ସ୍ତୁତି ସବୁ ଗୌରବ ତୁମକୁ ଦେଇ ଆଉ ନେଟୱାର୍କ କୌଣସି ଇସ୍ୟୁ ନ ହୁଏ ବୋଲି ସମସ୍ତରେ ନିବେଦନ କରି ଯୀଶୁଙ୍କ ନାମରେ ପ୍ରାର୍ଥନା କରୁଛୁ। ଆମେନ୍। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ତ ଆସନ୍ତୁ ଆଜି ଆମମାନେ ଆଉ ବାକ୍ୟ ଆଡ଼କୁ ଯିବା। ମୋ ସହିତ ଆପଣମାନେ ଖୋଲନ୍ତୁ ଆଦି ପୁସ୍ତକ 45 ପର୍ବ। ଆଦି ପୁସ୍ତକ 45 ପର୍ବ ତାର ଆମେ 1ରୁ 28 ଭିତରେ ସବୁ ପଦ ଆମେ ପଢ଼ିବା ନାହିଁ। ସେ ଭିତରୁ ଆମେ କିଛି କିଛି ପଦ ଆମେ ପଢ଼ିବା। ଆଜିର ବିଷୟବସ୍ତୁଟି ହେଉଛି ଗୁପ୍ତ ଆଗମନ ସମୟରେ ପ୍ରକାଶିତ ହେଉଥିବା 3ଟି ରହସ୍ୟ ଆଉ ପ୍ରଭୁଙ୍କର 3ଟି ଆଦେଶ ବା 3ଟି ଇଚ୍ଛା ଆଜି ଆମେ ଆଲୋଚନା କରିବା। ଯୀଶୁଙ୍କର ଗୁପ୍ତ ଆଗମନ ସମୟରେ ପ୍ରକାଶିତ ହେଉଥିବା 3ଟି ରହସ୍ୟ ଓ 3ଟି ଇଚ୍ଛା ବା 3ଟି ଆଦେଶ ଏହି ଆଦି ପୁସ୍ତକ 45 ଅଧ୍ୟାୟରୁ ଆମେ ଦେଖିବା। ପ୍ରଥମେ ଆମେ ଆଦି ପୁସ୍ତକ 45 ତାର 1-2 ପଦ ମୁଁ ପଢ଼ିବା ପାଇଁ ଚାହେଁ। ଏଥିରେ ଯୋସେଫ ଆପଣା ନିକଟରେ ଠିଆ ହୋଇଥିବା ଲୋକମାନଙ୍କ ସାକ୍ଷାତରେ ଆପଣାକୁ ସମ୍ଭାଳି ନ ପାରି ଉଚ୍ଚ ସ୍ୱରରେ କହିଲେ, ଆମ ସମ୍ମୁଖରୁ ସବୁ ଲୋକଙ୍କୁ ବାହାର କର। ଗୋଟେ ମିନିଟ୍। ପଦରେ ଏଥିରେ ଯୋସେଫ ଆପଣା ନିକଟରେ ଠିଆ ହୋଇଥିବା ଲୋକମାନଙ୍କ ସାକ୍ଷାତରେ ଆପଣାକୁ ସମ୍ଭାଳି ନ ପାରି ଉଚ୍ଚ ସ୍ୱରରେ କହିଲେ, ଆମ ସମ୍ମୁଖରୁ ସବୁ ଲୋକଙ୍କୁ ବାହାର କର। ତେଣୁ କେହି ତାଙ୍କ ନିକଟରେ ନ ହୁଅନ୍ତେ ଯୋସେଫ ଭାଇମାନଙ୍କ ସାକ୍ଷାତରେ ଆପଣାର ପରିଚୟ ଦେବାକୁ ଲାଗିଲେ। ସେ ଉଚ୍ଚ ସ୍ୱରରେ ଏପରି ରୋଦନ କଲେ ଯେ ମିସ୍ରୀମାନେ ଓ ଫାରୋଙ୍କ ଗୃହସ୍ଥିତ ଲୋକମାନେ ତାହା ଶୁଣିପାରିଲେ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ଏଠାରେ ଆମେ ଦେଖିପାରୁଛୁ ପ୍ରଥମ ରହସ୍ୟ ଯୀଶୁଖ୍ରୀଷ୍ଟଙ୍କର ଆଗମନ ସମୟରେ ପ୍ରଥମ ରହସ୍ୟ ଏଇ ଆମେ 1-2 ପଦରୁ ଆମେ ଜାଣିପାରିବା। ଏଠାରେ ଯେତେବେଳେ ଆମେ ଜାଣିଛୁ ଆଉ ଯୋସେଫ ନିଜ ଭାଇମାନଙ୍କୁ ନିଜର ପରିଚୟ ଦେଉଛନ୍ତି। ଜାଣିଛୁ ଆମେ ଯୋସେଫଙ୍କର କର୍ମ କ'ଣ ଥିଲା, ତାଙ୍କର କାର୍ଯ୍ୟ କ'ଣ ଥିଲା। ଆଦି ପୁସ୍ତକ ତାର 37 ପଦରେ ଆମେ ଜାଣୁ ସେ ପଶୁପଲ ଆପଣା ଭାଇମାନଙ୍କ ସହିତ ଚରାଉଥିଲେ। ମାନେ ସେ ପଶୁପଲ କାର୍ଯ୍ୟ ତାଙ୍କର କର୍ମ ଥିଲା। କିନ୍ତୁ ଏବେ ବର୍ତ୍ତମାନ ଯେତେବେଳେ ତାଙ୍କ ଭାଇମାନେ ଯେତେବେଳେ ଆସୁଛନ୍ତି ସେମାନଙ୍କୁ ସେ ଗୋଟେ ପଶୁପଲ ଆକାରରେ ପରିଚୟ ଦେଉନାହାନ୍ତି। ସେ କୋଉ ଆକାରରେ ପରିଚୟ ଦେଉଛନ୍ତି? ସେ ଗୋଟେ ପ୍ରଧାନମନ୍ତ୍ରୀ ଆକାରରେ ନିଜକୁ ପରିଚୟ ଦେଉଛନ୍ତି ନିଜ ଭାଇମାନେ। ଆମେ ସେଠି ଦେଖିପାରୁଛୁ ସେ ଉଚ୍ଚ ସ୍ୱର ରୋଦନ କଲେ ଯେ ମିସ୍ରୀମାନେ ଆଉ ଫାରୋଙ୍କ ଗୃହସ୍ଥିତ ଲୋକମାନେ ତାହା ଶୁଣିପାରିଲେ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ଯେତେବେଳେ ଯୀଶୁଖ୍ରୀଷ୍ଟ ଗୁପ୍ତ ଆଗମନ ସମୟରେ ଆସିବେ ସେ କିପରି ଭାବରେ ଆସିବେ ଆମେ ଜାଣିଛୁ। ପ୍ରଥମ ଆଗମନ ଯେତେବେଳେ ହେଇଥିଲା ଯୀଶୁଙ୍କର ସେତେବେଳେ ତାଙ୍କେ କ'ଣ ଭାବରେ ଆସିଥିଲେ? ଗୋଟେ ସାଧାରଣ ଆଉ ମନୁଷ୍ୟ ପୁତ୍ର ରୂପରେ ଆସିଥିଲେ। କିନ୍ତୁ
गुप्त आगमन समय से किपरि भाव आम परिचय दिखती से किपरि भाव आम प्रकाशित होती गोटे राजा भाव से प्रकाशित हे। हालेलुया। प्रथम जीशु एवरी तार 9 तार 28 लिखा जाए प्रथम जीशु पाप उठाइबा आसते द्वितीय जो आसवे आम पाप उठाइबा ना से राजा हिसाब से आसवे। प्रथम रहस्य आम ये देखिपुँ गुप्त आगमन समय जीशु केमती आसवे गोटे राजा रूप में आसिक प्रकाशित हे। हालेलुया। तेरे आम द्वितीय रहस्य आम देखा मोर प्रिय मैंने जेहतु अल्प समय अच्छी आम अल्प समय मध्य सब आम कवर करवा। आदि पुस्तक तार 45 से 45 अध्याय 6 पदर लिखा जाए देख केवल 2 वर्ष है देश दुर्भिक्ष होती आहरी 5 वर्ष बाकी अच्छी तही मध्य चाष कि शस्य छेदन हे ना। प्रेज द लॉर्ड। हालेलुया। मोर प्रिय माने जो जोसेफ सेठार थिले मिसर रे से टाइम रे कोन आउ 7 वर्ष दुर्भिक्ष होइतिला। से राजांकर आउ स्वप्न अनुसार जोसेफ कही 7 वर्ष दुर्भिक्ष हम आ 7 वर्ष सुभिक्ष हम बोल कही। तो प्रथम सुभिक्ष हो सारी दुर्भिक्ष समय चली जोसेफ वर्णना करती केवल 2 वर्ष दुर्भिक्ष होती आ 5 वर्ष बाकी अच्छी। जिते जीशु ख्रीस्ट द्वितीय आगमन समय आसवे द्वितीय आगमन जो जीशु ख्रीस्ट आसवे से कौन हम 7 वर्ष महाक्लेश हम दुर्भिक्ष महाक्लेश क्लेश महाक्लेश 3.5 वर्ष क्लेश हम आ 3.5 वर्ष महाक्लेश हेबा परे जीशु आसवे। से आज आम प्रभु कहवाक चाहती गुप्त आगमन समय जो 7 वर्ष महाक्लेश जगत में चली पूर्व जीशु आम मान नेवाक आसवे। एठारे जोसेफ से निजर भाई मान को परिचय दौरान जे केवल 2 वर्ष दुर्भिक्ष होती आउ 5 वर्ष बाकी अच्छी। जिते आदि पुस्तक 7 पर्व आम देखू हाँ जल प्लावन होगा पूर्वर सदा प्रभु नह आ परिवार को जहाज प्रवेश कराइले। आदि पुस्तक तार 18 आम देखू लोटो आ परिवार को मध्य सदम अमरारू विनष्ट करने पूर्व से बचाइले। तेज जो मैंने आम प्रभु ठाई जीवन यापन करुवा जो मैंने प्रभु को आज्ञा अनुसार इच्छा अनुसार आम जीवन काटुवा पवित्र जीवन काटुवा तेबे से महाक्लेश होगा पूर्व जीशु आम मान को आसी आईजे। द्वितीय रहस्य यह अटे। तृतीय रहस्य आम देखा जे 1 पदर लिखा जाए ए जोसेफ अपना निकट ठिया होता लोक मान साक्षात आपना को संभाली न पारी उच्च स्वर कहले आम सम्मुखर सब लोक को बाहर कर तहु कही ताहाको निकट न रहते जोसेफ भाई मान साक्षात आपनार परिचय देवाक लगिले। गुप्त आगमन समय एठारे कौन कर जोसेफ सेठारे समस्त को बाहर करदेले। जोसेफ उच्च स्वर कौन कले संभाली न पारी उच्च स्वर कहवाक लगिले आम सम्मुखर समस्त को बाहर कर दियो तहु कही निकट रहिले नाही जोसेफ भाई माने ही रहिले। जेते जन सेठार थिले समस्त को बाहर करदेले केवल भाई माने रहिले। अर्थात गुप्त आगमन समय जीशुकर गुप्त आगमन समय जो माने प्रस्तुत थिबे से लोक माने ही जीशु सहित साक्षात हेबे। हालेलुया। प्रेज द लॉर्ड। एठारे आम देखि पारुछु तांकर भाई माने को ही रुह बोली कहले बाकी जन समस्त को बाहर करदेले। माथ्यू 12 पर्व तार 46 ରୁ 50 पद आम जो देखू जो माने स्वर्गीय पिता इच्छा साधन करेंगे ता शिष्य मान को इशारा करी कहउछंती से माने आउ जीशु सहित साक्षात हेबे। माथ्यू 7 पर्व 21 पदर मध्य लिखा जाए जेते जन प्रभु प्रभु बोली डाकती समस्त स्वर्ग को जीवे ना किंतु जो मैंने पिता इच्छा साधन करती से माने स्वर्ग को जीवे बोली वाक्य प्रकाश करे। मार्क 3 पर्व तार 31 ରୁ 35 पदर आम जो देखुचु सेठी प्रभु गोटे घरे जो प्रचार कार्य करुले आदेश दौले उपदेश दौरा समय अनेक भिड़ थी परिवार माँ समस्ते आसिक डाकवाक आसला बेले
केतेक लोक कहले तुमरी माँ तुमरी भाई मैंने आसुचंती बोली जेतेले कहले जीशु कहले किए मोर भाई भौणी किए मोर माँ समस्त को देखई करी सेरा बसुवा समस्त को देखई करी कौन कहते जो माने प्रभुंकर इच्छा साधन करते आज्ञा पालन करते से माने ही मोर भाई भौणी और माँ बोली कहते हालेलुया प्रेज द लॉर्ड। तेबे गुप्त आगमनर जीशुकर गुप्त आगमनर ए तीनोटी रहस्य जे प्रथम रहस्य आम देखिपारू से आ मनुष्य पुत्र आकार रे नाही से पापी मान को उद्धार करने आकार रे से परिचय देवे नाही से राजा हिसाब रे आसबे राजा हिसाब रे से प्रकाशित हेबे। द्वितीय विषय में देखलु जे 7 वर्ष महाक्लेश हेबा पूर्व प्रभु हम मान को उठेबा पाए से आसबे। आ तृतीय विषय में यह देखिपारू जे जो मैंने प्रस्तुत थे जपरी जोसेफ भाई मान केवल से रखिले आ बाकी जन को बाहर कले से परी जो मैंने प्रस्तुत थे से ही से मिसबे से नहीं जीवे आ बाकी जन को छाड़ी देवे। हालेलुया प्रेज द लॉर्ड। यह हूँ तीनोटी रहस्य गुप्त आगमनर आउ बाकी आउ तीनोटी आदेश आम देखा तीनोटी इच्छा भी आम कहीपर मो सहित देखु से 45 पर्वर 5 पद 9 पद 13 पद मात्र तुम्हें माने मते एठा को आसीबा पाई विक्रय कल बोली एबे दुखित हुआ नाही दुखित आपण आपण प्रति विरक्त हुआ नाही कारण परमेश्वर प्राण बंचाइबा निमंते तुम माननको आगे मते पठाइले एणु तुमे माने शीघ्र मो पिता निकट को जाई तांको कह तुमर पुत्र जोसेफ एपरि कहि अछि परमेश्वर मते समस्त मिस्र देशर प्रभु करि अछंती तुम्हें मो निकट को आस विलंब कर ना। 13 पदर लिखा जाए एणु तुम्हें माने यही मिस्र देश मोर अस्यार्जी दी जहाँ जहाँ देखुअछ से समस्त मो पिता जनाई शीघ्र यहाँ को आनिब। हालेलुया प्रेज द लॉर्ड। तेबे यीशु कृष्णकर गुप्त आगमन समय पूर्व से आम आदेश देवाई चाहती गोटे इच्छा तीनोटी इच्छा मुझे कहवाई चाहे प्रथम इच्छा थिला प्रभुकर इच्छा है शीघ्र जाओ जोसेफ कहले निज भाई मान तुम शीघ्र जाई मो बापा को कह जे तुम पुओ एपरी एपरी कहले आ तुम पुओ सेठारे पशुपल चरेला भाया आम जहाँ भावुलु से भाया नाई आ जोसेफ बापा जाकुब या भावुले जेपरी पुओ मैंने जेपरी आउ घटना सब कही जे तुम पुओ मरी जाइछि बोली कर जो घटना देइथिले जाकुब मध्ये भाबी जाइथिले जे जोसेफ मरी जाइछंती बोली कर आज मध्ये आमे अनेक लोक भाबुछु जीसु मरी जाइछंती आमे जाकुबको जगह जदि आमे रखबा आ जोसेफको जगह जदि जीसु को रखबा तो आमे कोन भाबी थाउ जोसेफ मरी जाइछि बा आज मध्ये अनेक लोक कहंती जीसु मरी जाइछंती जीसु मरी जानती से जीवित परमेश्वर से जुग जुग जीवित परमेश्वर से पुनर्जित हो आउ स्वर्ग रे अछंती आउ जोटरे तांगर वाक्य लिखा जाए माथ्यू 18 पर्वत 20 पदर लिखा जाए जो स्थान रे यीशु को नाम 2 कि 3 जन उपस्थित होई तांकर स्तुति आराधना करती सेटार से उपस्थित होई पारंती। हालेलुया प्रेज द लॉर्ड। तेबे तांकरी प्रथम इच्छा होची कोन जाई करी सुसमाचार प्रचार कर जेपरी जोसेफ कहले भाई मान को जाई करी बापा को जल्दी जाई करी जणाओ। आज आमे प्रभुकर विषय जाई करी अन्य मान को जणाइबा यीशुकर द्वितीय आगमन हेबार अछि यीशुकर गुप्त आगमन हेबार अछि महाक्लेश आसुछि महाक्लेश आसबा पूर्व समस्त मन परिवर्तन कर बोली आमे समस्त को जाई की जणाइबा यह प्रभुकर आदेश बा आमे प्रभुकर इच्छा मध्ये कहि परिबा प्रिय माने आज प्रभु आम जो जो सुजोग दौरान आम होता आम नुआ विश्वास होता कि आम विश्वास होकर अनेक वर्ष होता है किंतु माथ्यू 28 पर्व तार 19-20 पद आम के भूलवा ना शेष आदेश बा शेष महा आदेश बोली वाक्य लिखा था जे तुम्हें जाई पिता पुत्र पवित्र आत्मा बाप्तिस्म दे मु जहाँ जहाँ तुम मान को शिखई शिक्षा दे शिष्य बना। आज आम को यह पालन करने पड़ो यह इच्छा अटे आम ए लज्जित होगा ना आम सुजोग सदा सर्वदा आम खोजुवा केतबेले सुजोग मिल केतबेले पदे मु प्रभुकर कथा कहबी
ହୋଇପାରେ ଆମେ ବାକ୍ୟ ପ୍ରଚାର କରି ନଥାଉ ପାରୁ। ବାକ୍ୟ ପ୍ରଚାର କରିବା ଆଜିର ଦିନରେ ବହୁତ କଷ୍ଟକର ଅଟେ ବିଜାତିମାନଙ୍କ ଠାରେ ଯାଇକରି କହିବା, କିନ୍ତୁ ଆମ ନିଜ ନିଜ ସାକ୍ଷ୍ୟ ଆମେ କହିପାରବା। ଆମର ଚାଳିଚଳନ, ଆମର ଜୀବନ ଦେଖି ସେମାନେ ଜାଣିପାରିବେ ପ୍ରକୃତରେ ଏ ଖ୍ରୀଷ୍ଟିଆନ ପିଲା, ଏ ପ୍ରଭୁଙ୍କର ପିଲା କେତେ ଉତ୍ତମ ଜୀବନ। ତେବେ ଆମେ ସେମାନଙ୍କୁ କହିପାରବା ମୋତେ ବାଇବଲ, ମୋତେ ପ୍ରଭୁ ବାଇବଲ ମୋତେ ମୋର ଜୀବନକୁ ପରିଷ୍କାର କଲା, ମୋର ଜୀବନ ପ୍ରଭୁ ଯୀଶୁ ବଦଳେଇ ଦେଲେ ବୋଲିକରି ଆମେ ସେତେବେଳେ ସୁସମାଚାର କହିପାରିବା। ପ୍ରଭୁ ଆଜି ଆମମାନଙ୍କୁ ଦୟା କରନ୍ତୁ, ଅନୁଗ୍ରହ କରନ୍ତୁ। ଆଜି ଆମେ ଅନେକ ମଧ୍ୟ ଅଛୁ, ଆମେ ଲଜ୍ଜିତ ହଉ ପ୍ରଭୁ ଯୀଶୁଙ୍କ ନାଁ କହିବା ପାଇଁ। ଆଜି ଆମେ ଅନେକ ବି ଏପରି ଲୋକମାନେ ଅଛୁ, ଆମେ ଡରି ଯାଉ ଯୀଶୁଙ୍କ ବିଷୟରେ କହିବା ପାଇଁ। ମୁଁ ବିଶେଷ କରି ପ୍ରଭୁଙ୍କୁ ଧନ୍ୟବାଦ ଦେଉଛି। ଆପଣମାନେ ଜାଣନ୍ତି ମୁଁ ଛତିଶଗଡ଼ରେ ରହେ। ଛତିଶଗଡ଼ର ଅବଶ୍ୟ ମୁଁ ଆଉ ଓଡ଼ିଶା ବର୍ଡରରେ ରହେ। ଆଉ ମୁଁ ମଧ୍ୟ ଯେତେବେଳେ ବି ନ୍ୟୁଜ୍ ଶୁଣେ ଛତିଶଗଡ଼ରେ ଏତେ ଏତେ ବଡ଼ ବଡ଼ ଆଉ ନିର୍ଯାତନା ତାଡ଼ନା ଗୁଡ଼ାକ ହୁଏ ଖ୍ରୀଷ୍ଟିଆନ ଲୋକମାନଙ୍କ ପାଇଁ, ମୁଁ ତାହା ଶୁଣେ ମୋତେ ବି ବେଳେବେଳେ ଡର ଲାଗେ। କିନ୍ତୁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦେଉଛି, ମୁଁ ଯେଉଁ ଏରିଆରେ ରହୁଛି ସେଠାରେ କୌଣସି ପ୍ରକାର ତାଡ଼ନା ନାହିଁ, କୌଣସି ପ୍ରକାର ସେଠାରେ ଆଉ ଖ୍ରୀଷ୍ଟିଆନ ଲୋକମାନଙ୍କ ପାଇଁ ଅସୁବିଧା ନାହିଁ। ସେଥିପାଇଁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦେଉଛି। ସେଠାରେ ମଧ୍ୟ ନୂଆ ନୂଆ ହିନ୍ଦୁ ଭାଇ ଭଉଣୀମାନେ ଅବଶ୍ୟ ଓଡ଼ିଶାରୁ ଆସିକରି ରୁହନ୍ତି, ସେମାନଙ୍କ ପାଖକୁ ମୁଁ ଯାଏ ଆଉ ପ୍ରଭୁଙ୍କର କଥା କହେ। ସେମାନଙ୍କୁ କି ପ୍ରକାର କୁହାଯାଏ ତାହା ମଧ୍ୟ ମୁଁ ପ୍ରାର୍ଥନା କରେ। ପ୍ରଭୁ ନୂଆ ଏମାନେ ହିନ୍ଦୁ ଲୋକମାନେ ପୂଜାବିଧି କରିବା ଲୋକମାନଙ୍କୁ ଏମାନଙ୍କୁ କିପରି ଭାବରେ ପ୍ରଭୁଙ୍କ କଥା କହିଲେ ହେବ, ମୁଁ ପ୍ରାର୍ଥନା କରିକରି ଯାଏ। ତାପରେ ମୁଁ ସେଠି ଗଲେ ବାକ୍ୟ ପୁରା ଶେଷରେ କହେ, ତା ପୂର୍ବରୁ ମୋର ଜୀବନର କଥା କହେ, ମୋର ସାକ୍ଷ୍ୟ କହେ, ମୁଁ କିପରି ଥିଲି, ପ୍ରଭୁ ମୋତେ କିପରି ଆଉ କେମିତି କରିଅଛନ୍ତି, ମୋର ସାକ୍ଷ୍ୟ କହେ। ସାକ୍ଷ୍ୟ କହୁ କହୁ ତାପରେ ସେମାନେ ଏହା କିପରି ସମ୍ଭବ ହେଲା ବୋଲି ସେମାନେ ପଚାରନ୍ତି। ତେବେ ମୁଁ ସେମାନଙ୍କୁ କହେ ବାକ୍ୟ ମୋତେ ସାହାଯ୍ୟ କଲା, ପ୍ରଭୁ ଯୀଶୁ ମୋତେ ସାହାଯ୍ୟ କଲେ। ଏ ବାକ୍ୟ ଦେଖନ୍ତୁ, ଏ ବାକ୍ୟ ଏପରି ଏଠାରେ ଲେଖାଯାଏ, ସେମିତି ଲେଖାଯାଏ, ଏପରି ମୁଁ ସେମାନଙ୍କୁ କହେ। ଆଜି ପ୍ରଭୁ ଦୟା କରନ୍ତୁ, ଆମେ ଯେଉଁ ଜାଗାରେ ବି ଥାଉ କେବଳ ଯେ ମାନେ କମ୍ଫର୍ଟ ଜୋନ୍ରେ ଯେ ଆମେ ସେବା କରିବା ନାହିଁ। କମ୍ଫର୍ଟ ଜୋନ୍ରେ ନିଜ ଚର୍ଚ୍ଚରେ ହେଲା, ଯେଉଁ ଯେଉଁ ଜାଗାରେ ଆଉ ଆମମାନଙ୍କୁ ଆଦର ଦିଅନ୍ତି ସେଇ ଜାଗାରେ ଯେ ଆମେ କେବଳ ପ୍ରଚାର କରିବା, ସୁସମାଚାର ଦେବାର ନାହିଁ। ଯେଉଁ ଜାଗାରେ ଇମ୍ପସିବୁଲ ଜାଗାରେ, ଯେଉଁ ଜାଗାରେ ଅସୁବିଧା ଜାଗାରେ ମଧ୍ୟ ଆମମାନେ ପ୍ରଭୁଙ୍କର ସାକ୍ଷୀ ହେବା, ମୁଁ ପ୍ରଭୁଙ୍କୁ ବିଶେଷ ଧନ୍ୟବାଦ ଦିଏ। ତେବେ ମୁଁ ଯେତେବେଳେ ଏବେ ମୁଁ ବର୍ତ୍ତମାନ ନୂଆ ଲେବ୍ରେ ଅଛି, ମୁଁ ତା ପୂର୍ବରୁ ଯେଉଁ କଣ୍ଟ୍ରାକ୍ଟର ଯେଉଁ କମ୍ପାନୀରେ ମୁଁ ଥିଲି ଆଉ ଗୋଟେ ଲେବ୍ରେ ଥିଲି। ସେ ଲେବ୍ରେ ଅଳ୍ପ ଲୋକ ଥିଲେ, ଇନଚାର୍ଜ ମଧ୍ୟ କମ୍ ଥିଲେ। ସେଠାରେ କୌଣସି ଅସୁବିଧା ହେଉନଥିଲା। ମୁଁ ଡେଲି ବାଇବଲ ନେଇକି ଯାଉଥିଲି। ସମସ୍ତେ ମାନେ ଗୋଟେ ଟେବୁଲରେ ଆମେ ବସୁ, ଇଆଡ଼େ ଇନଚାର୍ଜ ବସିଥାନ୍ତି, ଇଆଡ଼େ ଆମର ଷ୍ଟାଫ୍ ମାନେ ବସିଥାନ୍ତି। ସେମାନଙ୍କ ସମ୍ମୁଖରେ ମୁଁ ବାଇବଲ କାଢ଼ିକରି ପଢ଼ୁଥାଏ। କି ମୋତେ ପଚାରୁଥାନ୍ତି କ'ଣ ପଢ଼ୁଛ? ମୁଁ ବାଇବଲ ପଢ଼ୁଛି। କିନ୍ତୁ ଏବେ ମୁଁ ଯେତେବେଳେ ନୂଆ ଲେବ୍କୁ ଆସିଛି, ଏଠି ଆମର ଇନଚାର୍ଜ ମାନେ 3-4ଟା ଅଛନ୍ତି, ଏଠାରେ ଷ୍ଟାଫ୍ ମାନେ ବହୁତ ଅଛନ୍ତି। ତେବେ ମୁଁ ପ୍ରାର୍ଥନା କଲି, ପ୍ରଭୁ ଏଇଟା କେମିତି ଜାଗାକୁ ମୁଁ ଆସିଲି, ମୁଁ କେମିତି ଏବେ ମୁଁ ସେଠି ସବୁଦିନ ବାଇବଲ ପଢ଼ି ପାରୁଥିଲି, ଏବେ ଦୁଇଟି ଜାଗାରେ ମୁଁ କେମିତି ବାଇବଲ ପଢ଼ିବି, ହେଇପାରୁନାହିଁ। କିନ୍ତୁ ପ୍ରଭୁ ମୋତେ ସାହାଯ୍ୟ କଲେ, ଏଠି ମୋତେ ସାହାଯ୍ୟ କଲେ। ଏଠି ମୋତେ ଠିକ୍ ସେଇ ପ୍ରକାର ଆମ ଷ୍ଟାଫ୍ ମାନେ ବି ଟିକେ ସମସ୍ତେ ଭଲ, କିନ୍ତୁ ଯୁବା ଭଳିଆ ମୋ ଭଳିଆ ଯୁବା ଭାଇମାନେ ଅଛନ୍ତି। ସମସ୍ତେ ଭିନ୍ନ ଭିନ୍ନ ସେମାନଙ୍କର ମନୋଭାବ ଥାଏ। କିନ୍ତୁ ଆମେ ଏଠି ମଧ୍ୟ ସେ ଗୋଟେ ଟେବୁଲରେ ଆମେ ବସୁ, ତାହା ମଧ୍ୟରେ ମଧ୍ୟ ମୁଁ ବାଇବଲ କାଢ଼ି ପଢ଼େ। କେହି କିଛି କୁହନ୍ତି ନାହିଁ। ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ଅର୍ଥାତ୍ ମୁଁ କହିବାର ଅର୍ଥ, ଆମେ ଯେଉଁ ପରିସ୍ଥିତିରେ ବି ଥାଉ, ଆମର ପରିବେଶ ଯାହା ବି ଥାଉ, ଆମେ କେବଳ ଯେ କମ୍ଫର୍ଟ ଜୋନ୍ରେ ସୁବିଧା ଜାଗା, ଯେମିତି ଜାଗାରେ ମଧ୍ୟ ଆମେ ଥିବା, ଆମେ ପ୍ରଭୁଙ୍କର ବାକ୍ୟ ଅଧ୍ୟୟନ କରିବା, ପ୍ରାର୍ଥନା ଜୀବନ କାଟିବା। ଏମିତି ବାଇବଲ ପଢ଼ୁ ପଢ଼ୁ ମୋତେ ଅନେକ ଭାଇମାନେ ପଚାରନ୍ତି କ'ଣ ପଢ଼ୁଛ ବୋଲିକରି କହିଲେ, ମୁଁ ସେତେବେଳେ ସେମାନଙ୍କୁ ବାକ୍ୟ କହିବାକୁ ଆରମ୍ଭ କରେ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ତେବେ ଆମମାନଙ୍କର ପ୍ରଭୁଙ୍କର ପ୍ରଥମ ଇଚ୍ଛା ହେଲା ଆମେ କ'ଣ କରିବା? ଅନ୍ୟମାନଙ୍କୁ ଯାଇକରି ସୁସମାଚାର ଜଣାଇବା, ପ୍ରଭୁ ଯୀଶୁଙ୍କ ବିଷୟରେ କହିବା, ଆମର ନିଜର ପରିବର୍ତ୍ତିତ ଜୀବନ ବିଷୟରେ ସେମାନଙ୍କୁ କହିବା, ଆଉ କହିବା ଯୀଶୁଙ୍କର ଗୁପ୍ତ ଆଗମନ ହେବାର ଅଛି, ଯୀଶୁ ଆସିବାର ଅଛି, ଆଉ ସେ ଯେ ପାପୀମାନଙ୍କ ପାଇଁ ଆସିବେ ଏଇଭଳିଆ ନାହିଁ, ପ୍ରସ୍ତୁତ ଥିବା ଲୋକମାନଙ୍କୁ ନେବା ପାଇଁ ଆସିବେ ବୋଲି ଆମେ ସେମାନଙ୍କୁ କହିବା। ଆଉ ଦ୍ୱିତୀୟ ଆଦେଶ 45ର ତାର 20 ପଦରେ ଆମେ ଦେଖିପାରିବା, ଆଉ ଆପଣମାନଙ୍କ ଦ୍ରବ୍ୟାଦି ବିଷୟରେ ଭାବନା କର ନାହିଁ, ସମସ୍ତ ମିଶର ଦେଶର ଉତ୍ତମ ଦ୍ରବ୍ୟ ତୁମମାନଙ୍କର ଅଟେ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ତାଙ୍କ ଦ୍ୱିତୀୟ ଆଦେଶ,
ଯେ ପୃଥିବୀରେ ଯେତେ ସବୁ ଧନ ସମ୍ପତ୍ତି ଅଛି ବା ଯାକୁବ କହନ୍ତି ନିଜର ଭାଇମାନଙ୍କୁ, ଏଠାରେ ଆଉ ନିଜର ଦ୍ରବ୍ୟ ପାଇଁ ବେଶୀ ଭାବନା କର ନାହିଁ, ଚିନ୍ତିତ ହୁଅ ନାହିଁ। ମିଶର ଦେଶରେ ତୁମମାନଙ୍କ ପାଇଁ ବହୁତ ଅଛି, ବହୁତ ଦ୍ରବ୍ୟ ଅଛି ବୋଲି କହନ୍ତି। ଅର୍ଥାତ୍ ଆମେ ଜଗତରେ ଯେତେ ଧନ ସମ୍ପତ୍ତି ଅଛି ଆମେ ସେଥିପାଇଁ ଆମେ ଚିନ୍ତିତ ହେବା ନାହିଁ ବା ପାର୍ଥିବ ବିଷୟରେ ଆମମାନେ ଆସକ୍ତ ହେବା ନାହିଁ ବା ଦୃଶ୍ୟ ବିଷୟରେ ଆମମାନେ ଆସକ୍ତ ହେବା ନାହିଁ। ସ୍ୱର୍ଗରେ ଆମ ପାଇଁ ଧନ ପ୍ରଭୁ ରଖିଅଛନ୍ତି। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ଆମେ ଦେଖୁ ମୋର ପ୍ରିୟମାନେ, ଯେତେବେଳେ ଲାଜାର ଆଉ ଧନୀ ଲୋକ ବିଷୟରେ ଆମେ ଯେତେବେଳେ ଦେଖୁ, ଧନୀ ଲୋକ ପାଖରେ ସବୁ ବିଷୟ ଥିଲା, ଜଗତରେ ବଞ୍ଚିଥିବା ବେଳେ ସବୁ ବିଷୟ ତାଙ୍କୁ ଉପଭୋଗ କରିପାରିଲେ, ସୁନ୍ଦର ବସ୍ତ୍ର ପିନ୍ଧିଲେ, ତାଙ୍କ ମନକୁ ଯାହା ଇଚ୍ଛା ଲାଗିଲା ସବୁ ବିଷୟ କଲେ। କିନ୍ତୁ ଲାଜାର ପଡ଼ି ରହିଲା, କିନ୍ତୁ ସେ ସଦାସର୍ବଦା ପ୍ରଭୁଙ୍କୁ ଭୟ ଭକ୍ତିରେ ଜୀବନ କାଟିଥିଲା। ଆମେ ଦେଖୁ ସେଠାରେ ନା ତା ଦେହ ସାରା ଘା ହେଇଯାଇଥିଲା, ନା ମେଡିକାଲ ଯିବା ପାଇଁ ପଇସା ଥିଲା, ନା ଆଉ ଗୋଟେ ସାବୁନ ମଧ୍ୟ କିଣିବା ପାଇଁ ତା ପାଖରେ ପଇସା ନଥିଲା। ଏଇଭଳିଆ ଜୀବନ ଦେଇ ଗତି କଲେ, କିନ୍ତୁ ସେ ଜାଣିଥିଲା ସ୍ୱର୍ଗରେ ମୋ ପାଇଁ ପ୍ରଭୁ ସବୁ ବିଷୟ ରଖିଛନ୍ତି। ସେଥିପାଇଁ ଶେଷରେ ଧନୀ ଲୋକ ଆଉ ନର୍କକୁ ପଳାଉଛି। ଆଉ ସେଇ ରାଜା ଯାହା ପାଖରେ କିଛି ନଥିଲା, ସେ ଧନ ସମ୍ପତ୍ତି ବୋଲି କିଛି ଚିନ୍ତିତ ହେଇନଥିଲା, ସେ ସ୍ୱର୍ଗରେ ଯାଇ ଅବ୍ରାହ୍ମଙ୍କ କୋଳରେ ବସିଥିଲା। ଆଜି ପ୍ରଭୁ ଆମମାନଙ୍କୁ ଦୟା କରନ୍ତି। ଆମେ ଏଇଥିପାଇଁରେ ଆମେ ଏଇ ଧନ ସମ୍ପତ୍ତିରେ ଆମେ ବ୍ୟସ୍ତ ହେଇ ଆମେ ପ୍ରଭୁଙ୍କୁ ସମୟ ଦେଇପାରିନଥାଉ। କେମିତି ଆମେ ଧନ ଅର୍ଜିବା, କେମିତି ଆମର ନାମ ବଡ଼ କରିବା, କେମିତି ଆମେ ସମସ୍ତ ଅନ୍ୟମାନଙ୍କ ସହିତ କମ୍ପେୟାର କରି ଆଜି ଆମର ଆତ୍ମିକ ଜୀବନ ଧୀରେ ଧୀରେ ଲୋପ ପାଇବାକୁ ଲାଗିଛି। କିନ୍ତୁ ପ୍ରଭୁ ଆଜି ଆମେ ଦୟା କରନ୍ତି। ରୋମିଓ 8 ପର୍ବର ବାକ୍ୟ ଲେଖାଯାଏ, ଯେଉଁମାନେ ଶାରୀରିକ ମନା ସେମାନେ କେବଳ ଶରୀର ପାଇଁ ଚିନ୍ତା କରନ୍ତି, କିନ୍ତୁ ଯେଉଁମାନେ ଆତ୍ମିକ ମନା ସେମାନେ କେବଳ ଆତ୍ମା ପାଇଁ ଚିନ୍ତା କରନ୍ତି। ଆଜି ଆମମାନଙ୍କୁ ଶରୀର ପାଇଁ ଚିନ୍ତା କରିସାରିଲୁ, ଅନେକ ଚିନ୍ତା କରିସାରିଲୁ, କିନ୍ତୁ ବର୍ତ୍ତମାନ ଆମେ ଆତ୍ମା ପାଇଁ ଚିନ୍ତା କରିବାର ସମୟ ଆସିଛି। ପ୍ରଭୁ କହିବା ପାଇଁ ଚାହାନ୍ତି, ଏ ଧନ ସମ୍ପତ୍ତି ପାଇଁ ବିଷୟରେ ଚିନ୍ତିତ ହୁଅ ନାହିଁ, ସେ ବିଷୟରେ ତୁମେ ଆସକ୍ତ ହୁଅ ନାହିଁ। ସ୍ୱର୍ଗରେ ତୁମ ପାଇଁ ମହାଧନ ଅଛି। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ଆଉ ତୃତୀୟ ଆଦେଶ ଆମେ ଦେଖିପାରୁଛୁ, ସେ 45-24 ପଦରେ ଆମମାନେ ଦେଖିବା, ଏହି ରୂପେ ଯୋସେଫ ଆପଣା ଭାଇମାନଙ୍କୁ ବିଦାୟ କରନ୍ତେ ସେମାନେ ପ୍ରସ୍ଥାନ କଲେ। ପୁଣି ସେ ସେମାନଙ୍କୁ କହିଲେ, ସାବଧାନ, ବାଟରେ କଳି କରିବ ନାହିଁ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ଆମେ ଏଠାରେ ଦେଖିପାରୁଛୁ ସବୁ ବିଷୟ ହେଲା, ଭାଇମାନଙ୍କ ସହିତ ସାକ୍ଷାତ ହେଲେ, ଖାନା ପିନା ଦେଲେ, ଆଉ ଯେତେବେଳେ ବିଦାୟ କଲା ବେଳକୁ କହୁଛନ୍ତି ବାଟରେ କଳି କରିବ ନାହିଁ। କଣ ବୋଲି କଳି କରିବ ନାହିଁ? ଯେ ଏବେ କଣ ହେବ? ଆମେ ତ ଆମ ଭାଇକୁ ଆମେ ଏହିପରି ଜାଗାରେ ଆମେ ବିକ୍ରୟ କରିଦେଲୁ, ଏବେ ସେ ପ୍ରଧାନମନ୍ତ୍ରୀ ହେଇଛି, ଗୋଟେ ରାଜା ସଦୃଶ ହେଇଛି, କଣ ହେବ? ଆମକୁ ସେ ମାରିଦେବ। ପରସ୍ପର ମଧ୍ୟରେ କଳି କରିବ ନାହିଁ, ପରସ୍ପର ମଧ୍ୟରେ ଝଗଡ଼ା କରିବ ନାହିଁ। ଆଜି ପ୍ରଭୁଙ୍କର ଗୋଟେ ଆଦେଶ। ଆମେ ଯେତେବେଳେ ମଧ୍ୟ ଆମେ ଯାଉଛୁ ପ୍ରଭୁଙ୍କ ସେବା କାର୍ଯ୍ୟ କରି, ଆମେ କଣ କରିବା ନାହିଁ? କଳି କରିବା ନାହିଁ। ଆମେ ପରସ୍ପର ଝଗଡ଼ା କରିବା ନାହିଁ। ଯଦି ଆମମାନେ ସେଭଳିଆ କରିବା, ସ୍ୱର୍ଗକୁ ଯାଇପାରିବା ନାହିଁ। ସେଥିପାଇଁ କ୍ରୋଧ କରିବା ନାହିଁ। କ୍ରୋଧ ବହୁତ ବଡ଼ ଅସୁବିଧା। ଏଫେସୀୟ 4 ପର୍ବ 26 ପଦରେ ଲେଖାଯାଏ, କ୍ରୋଧ କଲେ କ୍ରୋଧ ତ କର, କିନ୍ତୁ ସୂର୍ଯ୍ୟ ଅସ୍ତ ନ କର, ତାକୁ ପରିତ୍ୟାଗ କର। ଆମେ ଯଦି କଳି କରିବା, ଆମେ ଯଦି ଝଗଡ଼ା କରିବା, ଆମେ ଆଶୀର୍ବାଦ ପାଇପାରିବା ନାହିଁ। ଆମେ ଯଦି କ୍ରୋଧ କରିବା, ଆମେ ଆଶୀର୍ବାଦ ପାଇପାରିବା ନାହିଁ। ପ୍ରଭୁ ମାନଙ୍କୁ କହିବା ପାଇଁ ଚାହୁଁ, ତାଙ୍କର 3ଟି ଆଦେଶ ଆମମାନେ ପାଳନ କରିବା। ଆଉ ପ୍ରଭୁଙ୍କୁ କହିବା, ପ୍ରଭୁ ଏ 3ଟି ଆଦେଶ ମୋତେ ପାଳନ କରିବା ପାଇଁ ଶକ୍ତି ଦିଅ। ଆଉ ପ୍ରଭୁ ତୁମେ ଯେତେବେଳେ ଆସିବ, ମୁଁ ଯେପରି ସାକ୍ଷାତ ହେଇପାରିବି, ତୁମ ସହିତ ମୁଲାକାତ କରିପାରିବି। ଆଉ ତୁମକୁ ଧନ୍ୟବାଦ ଦେଉଛି ପ୍ରଭୁ। ମୁଁ ତ ସ୍ୱର୍ଗକୁ ଯିବି, କିନ୍ତୁ ସ୍ୱର୍ଗକୁ ଗଲାବେଳକୁ ପ୍ରଭୁ ଆହୁ ମୁଁ କେତେ ଜଣଙ୍କୁ ନେଇକରି ଯିବି, ଅନେକଙ୍କର ଆଶୀର୍ବାଦର କାରଣ ହେଇକରି ଯିବି। ସେଥିପାଇଁ ତୁମେ ମୋତେ ସାହାଯ୍ୟ କର ବୋଲି ଆମେ ପ୍ରଭୁଙ୍କୁ ଠାରେ ପ୍ରାର୍ଥନା କରିବା। ମୁଁ ବିଶ୍ୱାସ କରେ এই 3ଟି ରହସ୍ୟ ଆଉ 3ଟି ଆଦେଶ ଦ୍ୱାରା ପ୍ରଭୁ ଆମ ପ୍ରତ୍ୟେକଙ୍କୁ କଥା କହିଛନ୍ତି। ଯେ ପ୍ରଥମ ଆଉ ରହସ୍ୟ ଥିଲା ଯେ ସେ ଯୀଶୁ ଗୁପ୍ତ ଆଗମନ ସମୟରେ ଆସିଲା ବେଳକୁ ରାଜା ଭାବରେ ଆସିବେ। ଦ୍ୱିତୀୟ ବିଷୟ, ସେଇ 7 ବର୍ଷ ମହାକ୍ଲେଶ ହେବା ପୂର୍ବରୁ ଯୀଶୁ ଆମମାନଙ୍କୁ ଉଦ୍ଧାର କରିବେ।
गुप्त आगमन समय आउ जो मैंने प्रस्तुत थे जो मैंने प्रस्तुत थे धार्मिक जीवन जापन काटुवे से गुप्त आगमन समय ने आज आम सुजोग थाउ थाउ सुजोग खोजुवा सुसमाचार कहवा आउ जागतिक विषय रे शारीरिक विषय रे धन संपत्ति विषय रे आम मैंने अधिक चिंतित न हो प्रभुकर इच्छा विषय आम प्रभु जीवन छाड़ा कणीर जीवन छाड़ा आउ प्रभु हस्तर समर्पित प्रभु ये अल्प वाक्य द्वारा प्रभु गौरव पातु आ प्रभु ये वाक्य द्वारा प्रत्येक को आशीर्वाद कर धन्यवाद प्रेज द लॉर्ड आमेन।